28 ତାରିଖ ଦିନ କପ୍ରାଖୋଲରେ MIJ ସମ୍ବଲ ବୋଲିକି ସେ ଗୋଟେ ଅଭିଯୋଗ କରିଥିଲେ ଯେ ବିଜେପିର ଯିଏ ସବୁବେଳେ ଗୁଣ୍ଡାଗର୍ଦି କାମ କରୁଛି କପ୍ରାଖୋଲ ବ୍ଲକରେ ସେ ବିଜେପିର ସମର୍ଥିତରେ 2022 ସେ ଚେୟାରମ୍ୟାନ୍ ପ୍ରାର୍ଥୀ ମଧ୍ୟ ହୋଇଥିଲେ, ପରାଜିତ ହୋଇଥିଲେ। ବର୍ତ୍ତମାନ ସେ ସମିତି ସଭ୍ୟ ଅଛନ୍। ଆଉ ସେ ଯାଇକରି ଅଫିସରେ ତାଙ୍କୁ ଗାଲିଗୁଲଜ କରବାର୍ ସାଙ୍ଗେ ପିସ୍ତଲ ଦେଖି ତାଙ୍କୁ ଭୟଭୀତ କରିଥିଲେ ଗୋଟେ ଫଲ୍ସ ବିଲ୍ କରାବାର୍ ଲାଗି। ତ ସେ ଉପରେ ସେ ଯେତେବେଳେ ପାଟନା ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକକେ ଯାଇକରି ଖପ୍ରାଖୋଲ ବ୍ଲକ ଥାନାରେ ପହଞ୍ଚିଲା ପରେ ସେ ଯେତେବେଳେ ଦେଇଛନ୍ ଅଭିଯୋଗଟା ସେତିକିଲେ ସେନ ଗ୍ରହଣ ନାଇଁ କରେ। ଗ୍ରହଣ ନାଇଁ କଲା ପରେ ସେ SP ପାଖକେ ଯାଇଛନ୍ ବଲାଙ୍ଗୀର। ସେନ ସେ ଭେଟି ନି ପାରିଲା ପରେ SP କୁ ସେ ଟାଉନ ଥାନାରେ ଯାଇକରି ଅଭିଯୋଗଟା ଦେଇଛନ୍। ଆଉ ସେଟା କେସ୍ ମଧ୍ୟ ଆଜି ପର୍ଯ୍ୟନ୍ତ ଆମର ଲଞ୍ଚ ହେଇଛେ, କିନ୍ତୁ ଦୁଃଖର କଥା ଖପ୍ରାଖୋଲରେ ସେଟାକେ ଲଞ୍ଚ ନାଇଁ କରି କେସ୍ଟା ରିସିଭ୍ ନାଇଁ କଲେ। ଆପଣ ଦେଖିଥିବେ ସବୁବେଲେ ଭାରତୀୟ ଜନତା ପାର୍ଟିର ନେତା ହଉନ୍ କର୍ମୀ ହଉନ୍ ଯେନ୍ମାନେ ହଉନ୍ ସବୁବେଲେ ଆପଣ ଦେଖୁଥିବେ ସୋସିଆଲ ମିଡ଼ିଆରେ, ପ୍ରେସ୍ ମିଡ଼ିଆରେ, ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଯେ ତାଙ୍କର ଏଇ କାର୍ଯ୍ୟକଳାପଟା ବହୁତ ଉଗ୍ରଗତି ହେଲାନ। ଏବଂ ଖପ୍ରାଖୋଲ ବ୍ଲକରେ ବିଭିନ୍ନ ଅଭିଯୋଗ ମଧ୍ୟ ସେ ସମିତି ସଭ୍ୟ ନାଁରେ ଅଛି, ବିଗତ ଦିନରେ ମଧ୍ୟ କେସ୍ ଅଛି। ତାଙ୍କର କାର୍ଯ୍ୟକଳାପ ସବୁବେଲେ ଗୁଣ୍ଡାଗର୍ଦି କାମ ବିଜେପି ତରଫରୁ। ଏବଂ ଯେତେବେଳେ ସେ ଗୋଟେ ପିସ୍ତଲ ଧରିକରି ଗୋଟେ ଅଫିସକେ ଯାଇକରି 2:30 ବଜେ ଯାଇକରି ଯଦି ସେ ଜାଗାରେ ସେ ଭୟଭୀତ କରୁଛନ୍, ଫଲ୍ସ ବିଲ୍ କରବା ଲାଗି କରୁଛନ୍। ଆଉ ସ୍ଥାନୀୟ ଯଦି ସେ ଯଦି ଇନର ଯିଏ ବିଧାୟକ ଅଛନ୍, ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ, ତାଙ୍କର ଖପ୍ରାଖୋଲ ବ୍ଲକର ସେ ହେଉଛନ୍ ମୁଖ୍ୟ ପୁରୋଧା ଭାରତୀୟ ଜନତା ପାର୍ଟିର। ଆଜି ତାଙ୍କର ଉପରେ ଯେତେବେଳେ ଅଭିଯୋଗଟା ଆସିଲା ଖପ୍ରାଖୋଲ ବ୍ଲକ ଥାନାରେ ଯେନ୍ ଅଭିଯୋଗ କଲା ପରେ ମଧ୍ୟ ସେଟା କିଛି କାମ ନାଇଁ ଦେଲା। SP ନେଇଯାଇକି ସେ ଟାଉନ ଥାନାରେ ସେ ଅଭିଯୋଗଟା ଗ୍ରହଣ କରିଥିଲେ। ଆପଣମାନେ ଦେଖିଥିବେ ମଧ୍ୟ ବିଭିନ୍ନ ପ୍ରେସ୍ ମିଡ଼ିଆରେ, ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ, ସୋସିଆଲ ମିଡ଼ିଆରେ ଆମେ ଯାହା ପ୍ରେସ୍ ମିଡ଼ିଆରେ ଦେଖିଲୁ ଦୀର୍ଘ 3 ଦିନ 4 ଦିନ ହେଇଗଲା ଯେ ଅଭିଯୋଗଟା ଗ୍ରହଣ ନାଇଁ କଲେ, ତାଙ୍କୁ ଆରେଷ୍ଟ ନାଇଁ କରବାର। କିନ୍ତୁ ବିଗତ ଦିନରେ ଆପଣ ଦେଖିଥିବେ ଗୋଟେ ମାଠିଆରେ ଗୋଟେ ଘଟଣା ହେଇଥିଲା, ଗୋଟେ ପିସ୍ତଲ ଧରିକରି ଗୋଟେ ଢାବାରେ, ମାଠିଆ ଛକର ଢାବାରେ ସେନ ଜଣେ ଡ୍ରଗ୍ ଛଡୁଥିଲା ବୋଲି ଅଭିଯୋଗଟା ହେଇଥିଲା। ସାଙ୍ଗେ ସାଙ୍ଗ ପୁଲିସ ଯାଇକରି ସେ ଜାଗାରେ ତାଙ୍କୁ ଆରେଷ୍ଟ କରିକିରି ସେ ତାকে ଜେଲ ପୁରେଇ ଦେଇଥିଲେ। ମୁଇଁ ଆଜି ଖପ୍ରାଖୋଲ ଥାନାକେ ଆମର ବିଜୁ ଜନତା ଦଳ ତରଫରୁ ଗୋଟେ ଲେଖିକିରି ଆମେ ଦେଇଛୁ ଯେ ଇତାର ଉପରେ ସାଙ୍ଗେ ସାଙ୍ଗ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ଏବଂ ଏକ୍ୟୁଜକେ ଯିଏ ଅଛେ ଆମର ସମିତି ସଭ୍ୟଟା ଯାହାର ନାଁରେ FIR ହେଇଛେ ତାହାକେ ଇମିଡ଼ିଏଟଲି ଆରେଷ୍ଟ କରିକିରି ଯେନ୍ତା ମାଠିଆ ଛକରେ ଯେନ୍ତା ଘଟଣା ହେଲା ଇମିଡ଼ିଏଟଲି ଆକ୍ସନ୍ ନେଇକରି ତାହାକେ ଆରେଷ୍ଟ କରାଗଲା, ଠିକ୍ ସେନ୍ତା ଇଟାକେ ମଧ୍ୟ ଆରେଷ୍ଟ କରବା ଲାଗି। ଯଦି ଇଟା ନାଇଁ ହେବା କିଛି ଦିନ ଭିତରେ ଆମେ ଯଦି ଦେଖମୁ ବେଲେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ ବିଜୁ ଜନତା ଦଳ ଥାନା ଘେରାଉ ସାଙ୍ଗେ ସାଙ୍ଗେ SP ଅଫିସ ଘେରାଉ ସାଙ୍ଗେ ସାଙ୍ଗେ DGକୁ ମଧ୍ୟ ଅଫିସକେ ମଧ୍ୟ ଯାଇକରି ସେ ଜାଗାରେ ମଧ୍ୟ ଘେରାଉ କରାଯିବ। ଆପଣ ଦେଖିଥିବେ ଆଜି ଆମେ ଦେଇଛୁ ଥାନା ଖପ୍ରାଖୋଲରେ ଗୋଟେ କପି ଥାନା ତରଫରୁ ଯିବା ଆମର ମୁଖ୍ୟମନ୍ତ୍ରୀ ପାଖକେ ଏବଂ ଆମର 4ଟା କପି ଦେଇଛୁ ଆମେ 4ଟା ଜାଗାରେ। ସେଟା ହେଲା ଆମର ବିରୋଧୀ ଦଳର ନେତା, ଆମର DG, SP ଏବଂ SDPଙ୍କୁ 4ଟା କପି ମଧ୍ୟ ଆମେ ପଠେଇଦେମୁ। ଏବଂ ଆଗାମୀ ଦିନରେ ଆମେ ଚାହୁଁଛୁ ଯେ ଲୋକ ତାର ତ ଭୟଭୀତ ନି ହଉନ୍, ଯେହେତୁ ଖପ୍ରାଖୋଲ ଅଞ୍ଚଳରେ ଆପଣ ଜାଣିଥିବେ ସେ ଜାଗାରେ ତ ପରିସ୍ଥିତି କାଣା, ଲୋକ ବହୁତ ସବୁ ଜାଗାରେ ସବୁବେଳେ ଡରିକିରି ରହସନ୍, ଯେହେତୁ ସେଟା ଗୋଟେ ସବୁ ଲାଷ୍ଟ ବର୍ଡର ଏରିଆ, ନୂଆପଡ଼ା ବରଗଡ଼ ଏରିଆର ଲାଷ୍ଟ ବର୍ଡର ଏରିଆ। ଏବଂ ଆମେ ଚାହୁଁଛୁ ଲୋକ ଭୟଭୀତ ନାଇଁ ହଉନ୍, ପୁଲିସ ତାର କାର୍ଯ୍ୟାନୁଷ୍ଠାନ ଇମିଡ଼ିଏଟଲି ଗ୍ରହଣ କରୁ ଯେନ୍ତା ଅନ୍ୟ କେସରେ କରସି। ଆପଣ ଦେଖିଥିବେ 2024ର କଥା କିମ୍ବା 2019ରୁ 2024ର କଥା ଯେ ଯେନ୍ ସମୟରେ ମଧ୍ୟ ସେଟା ବିଜୁ ଜନତା ଦଳ ଯିଏ ବି ସେ ବିଧାୟକ ହଉନ୍, ମନ୍ତ୍ରୀ ହଉନ୍, ଯିଏ ବି ହଉନ୍, ସେ ସମୟରେ ସାଙ୍ଗେ ସାଙ୍ଗ ଯାହା ଘଟୁଥିଲା ତାର ଉପରେ ସାଙ୍ଗେ ସାଙ୍ଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। କିନ୍ତୁ ଭାରତୀୟ ଜନତା ପାର୍ଟିରେ ଖାଲି ବାହାସ୍ପଟ ମାରିଛନ୍ ମୁଖ୍ୟମନ୍ତ୍ରୀ ହଉନ୍ କି ଉପମୁଖ୍ୟମନ୍ତ୍ରୀ ହଉନ୍, କିନ୍ତୁ କାର୍ଯ୍ୟରେ ସେଟା ଶୂନ। ସବୁବେଳେ ଆପଣ ଦେଖୁଥିବେ ଗୋଟେ ସମୟ ଥିଲା ଗୋଟେ ଶାନ୍ତ ଥିଲା ପାଟନାଗଡ଼ ନିର୍ବାଚନ ବେଳେ। ଆମେ ତ ଅନ୍ୟ ଆଡ଼ କଥା ନାଇଁ କହୁଁ, କିନ୍ତୁ ମୁଁ କହିବି ମୋର ନିର୍ବାଚନ ମଣ୍ଡଳୀ କଥା ପାଟନାଗଡ଼ର ଗୋଟେ ଶାନ୍ତ ପରିବେଶ ଥିଲା। ଲୋକ ବହୁତ ବଢ଼ିଆ ଜୀବନ ଜୀବିକା କରିଥିଲେ। ସବୁବେଳେ ଲୋକ ବିଭିନ୍ନ ମନ୍ଦିର ହଉ, ମସଜିଦ ହଉ, ସବୁ ଜାଗାକେ ଯାଇକରି ଏକଦମ ରାତି 10, 11, 12 ବଜେ ମଧ୍ୟ ବୁଲୁଥିଲେ। କିନ୍ତୁ ଆଜି ଦିନ ବେଲି 2:30 ବଜେ ଯଦି ଗୋଟେ ଅଫିସକେ ଯାଇକରି ସେ ଜାଗାରେ ପିସ୍ତଲ ଦେଖାବାରଟା, ରକ୍ତାକ୍ତ କରବାରଟା, ପିଟବାରଟା,
ତାକେ ଟ୍ରେନିଂ ଦେବାଟା ଏବଂ ସେତାକେ ତାର୍ଥ ଯେଇକେ ଭୟଭୀତ କରିକିରି ତାର୍ ନାଁରେ ମିଥ୍ୟା କେସ୍ ଆମେ ଯାହା ଶୁଣୁଛୁ ଆଜି ସକାଳୁ ଯେ ତାର୍ ନାଁରେ ଗୋଟେ ମିଥ୍ୟା କେସ୍ ମଧ୍ୟ ଗୋଟେ ଯୋଡ଼େ ଦେଇଛନ୍ ବୋଲିକିରି ପାଟଣାଗଡ଼ ଥାନାରେ ସେଟା କେତେ ଦୂର ସତ ମୁଇଁ ନାଇଁ ଜାଣିବା ତାହେଲେ ଇନକ୍ୱାରି କଲେ ଜଣାଯିବା ଇ ପ୍ରକାର ନାଇଁ ହେବାର କଥା ଆଉ ଇଟାକେ ଲୋକ କେବେ ଗ୍ରହଣ ନି କର ପାଟଣାଗଡ଼ବାସୀ ଆଗାମୀ ଦିନରେ ତାର ଉଚିତ ଜବାବ ଦେବେ ହେଇଥିପାରେ ନହେଲେ ପାଟଣାଗଡ଼ ଥାନା ଥିଲା ସେ ଜାଗାରେ ନେଇ ଆସିକରି ବଲାଙ୍ଗୀର ଯାଇଛନ୍ ବଲାଙ୍ଗୀର ଏସପି ଅଫିସରୁ ସେ ଟାଉନ ଥାନାକେ ଯାଇକରି କେସ୍ ଯଦି ଲଞ୍ଚ ହେଇଛେ କିଛି ନା କିଛି ଭିତରେ ସେ ଭିତରେ ଗୋଟେ କିଛି ନା କିଛି ଗୋଟେ ଥିବା ଆଉ ଡର ଯଦି ନାଇଁ ଥିତା ବେଲେ ଆଜି ପୋଲିସ ବି ସାଙ୍ଗେ ସାଙ୍ଗେ ମାଟଖେଇ ଭଳିଆ କେସ୍ରେ ଯେନ୍ତା ସାଙ୍ଗେ ସାଙ୍ଗେ କଲେ ଭିଡ଼ିଓ ଅଛେ ଅଫିସରେ ଭିଡ଼ିଓ ଆମର ସିସିଟିଭି କ୍ୟାମେରା ଅଛେ ସେନ ପାଖେ ଫରେଷ୍ଟ ଅଫିସ ଅଛି ସେନ କ୍ୟାମେରା ଅଛି ଥାନାରେ କ୍ୟାମେରା ଅଛି ସବୁ ଜାଗାରେ ଅଛି ସବୁ ଘଟଣା ସମସ୍ତେ ଜାନିଛନ୍ କିନ୍ତୁ ସେଟାକେ ଆଗ୍କେ ନେଇ କରା ଯଦି ଇଟା ନାଇଁ କରାଯିବା ଇଟା ଲେଖି ରଖିଦଉନ୍ ଆଗାମୀ ଦିନରେ ବିଜୁ ଜନତା ଦଳ ରାସ୍ତାକେ ଓହ୍ଲାବା ଲୋକଙ୍କର ସାଙ୍ଗେ ଅଛେ ଲୋକଙ୍କର ସାଙ୍ଗେ ଏକା ରହିବା